हेलो हाय नमस्कार गुड मॉर्निंग जय जगन्नाथ मु आपनकर रश्मि आपण माने केमिति अछंती मु तो बहुत भलर अछि मु भी आशा करछि आपण माने बहुत भलर थिबे। आज होछि गोटे बहुत बड़ दिन आज कोन जानचंती आज होछि नुवा वर्ष आउ सेति पई आपण मानको हैप्पी न्यू ईयर। आमे भी देखंतु गाधुआ पाधुआ सारी नित्यकर्म सारी आमे मन कुआडे जाउछु देखंतु कुआडे जाउछु आमे आस्थिलु मंदिर काहेकि ना आज नुवा वर्ष सेति पई मु भाबिली फास्ट माने नुआ वर्ष मंदिर गले बहुत भल माने बहुत भल कौन माने ठाकुर पाखक जीवा आउ तो समस्ते समस्त माने देखो जाउचंती मंदिर माने पिकनिक पिकनिक जाउचंती आमे तो सेमती कुआडे जाई परिबुनी काहेकि ना ता बाबा नाहंती बाहरे अछंती आउ सेति पई आमे मंदिर पळी आसिलु मंदिर ठाकुर जागा दर्शन माने ठाकुर जागा ठू आउ किछि बड़ जागा नाही आउ ସେଥିପାଇଁ ମୁଁ ଭାବିଲି କି ମନ୍ଦିର ପଳେଇବୁ ମନ୍ଦିର ଆସିଲା ପରେ ଆମେ ଦେଖନ୍ତୁ ପୁରା ମାନେ ଦୀପ ଫିପ ଲଗେଇଦେଲୁ ସେପଟେ ଧୂପ ବି ଲଗେଇଦେଲୁ ଆଉ ମନ୍ଦିର ଭିତରେ ପୁରା ବହୁତ ଭିଡ଼ ଆଉ ସେଥିପାଇଁ ଆମେ ସେଇଠି ସାଇଡ଼ରେ ଛିଡ଼ା ହେଇଛୁ ତାଙ୍କର ପୂଜା ସରିଲା ପରେ ଆମେ ପୂଜା କରିବୁ ଆଉ ଏଟା ହେଲା ମନ୍ଦିରଟି ହେଲା କହ୍ନେଇ ବିନ୍ଧା ଆପଣ ମାନେ କୋଉ ମାନେ କିଏ ଆସିଛନ୍ତି ଆଉ କାହା କାହା ଘର କମେଣ୍ଟରେ ଜଣେଇବେ ଆଉ ଦେଖନ୍ତୁ ସେମାନେ ପୂଜା କରୁଛନ୍ତି ଆମେ ସେଇଠି ସାଇଡ଼ରେ ଛିଡ଼ା ହେଇଛୁ କାହିଁକି ନା ଆମେ ପୂଜା କଲାବେଳେ ମୁଁ ଭିଡ଼ିଓ ଅଲରେଡ଼ି କରିପାରିବିନି ସେଥିପାଇଁ ଆଗରୁ ଟିକେ ଭିଡ଼ିଓ କରିଦେଲି। ଏଇଠି ହେଲେ ମହାଦେବଙ୍କ ମନ୍ଦିର ଫାଷ୍ଟ ମହାଦେବଙ୍କ ମନ୍ଦିର ପୂଜା କଲୁ ତାପରେ ଏଠି ବି ଅଛନ୍ତି ଦଶଭୁଜୀଙ୍କ ମନ୍ଦିର ଆମର ଦେଖନ୍ତୁ ଏଇଠି ପୂଜା ଏବେ ଷ୍ଟାର୍ଟ ହେଇଗଲାଣି ପୂଜା ଦେଖନ୍ତୁ ପୂଜା ଷ୍ଟାର୍ଟ ହେଇଗଲାଣି ପୂଜା ହେଠି ସରିଲା ପରେ ଆମେ ଏଠା ମା ଦଶଭୁଜୀଙ୍କ ମନ୍ଦିର ଦଶଭୁଜୀଙ୍କ ମନ୍ଦିରରେ କ୍ୟାମେରା ଆଲାଉ ନାହିଁ ସେଇଥିପାଇଁ ଆମେ ବାହିରୁ ଦେଖନ୍ତୁ ଭିଡ଼ିଓ କରିନେଇଛୁ କାହିଁକି ନା ଦେଖନ୍ତୁ ମନ୍ଦିରଟି ବାହିରେ ମନ୍ଦିର ମା ଦଶଭୁଜାଙ୍କର ଭିତରେ ତ ଏଲାଉ ନାହିଁ ଏଇଟା ହେଲା ମା ଦଶଭୁଜାଙ୍କ ମନ୍ଦିର ଆଉ ପୁଣି ଦେଖନ୍ତୁ ସାମ୍ନାରେ ଅଛନ୍ତି ମାନେ କଣ ବଜରଙ୍ଗବାଲି ଆଉ ଦେଖନ୍ତୁ ପୁରା ଦେଖନ୍ତୁ ସାମ୍ନାରେ ଏଇଟା ହେଲା ବଜରଙ୍ଗବାଲିଙ୍କ ମନ୍ଦିର ଆଉ ସେପଟେ ରହିଲେ ଗଣେଶଙ୍କ ମନ୍ଦିର ଏଇ ସାଇଡ଼ରେ ଆଉ ମାନେ ଏଇ ଆଗଟା ହେଲା ଯୋଉ ଏଇଟା ଦେଖନ୍ତୁ ଗଣେଶଙ୍କ ମନ୍ଦିର ଏଇ ଯୋଉ ପୋଖରୀରେ ଅଛି ସେଟା ହେଲା ରାଧାକୃଷ୍ଣଙ୍କ ମନ୍ଦିର ଆଉ ଗୋଟେ ଜିନିଷ ସୁନ୍ଦର ଜିନିଷ ଆପଣଙ୍କୁ ଦେଖନ୍ତୁ ଦେଖଉଛି ଏଇଠି ହେଲା ଏଇ କଇଁଛ ଆପଣ ମାନେ ଦେଖୁଥିବେ ସୁନ୍ଦର କଇଁଛଟେ ଇଏ କହୁଛନ୍ତି କୁଆଡେ ଠାକୁର କଇଁଛ କାହିଁକି ନା ଆଙ୍କ ଦେହ ମାନେ ଲାଞ୍ଜ ଅଛି ଦେଖନ୍ତୁ ଲାଞ୍ଜ ରହିଛି ସେଥିପାଇଁ ଏମାନେ କହୁଛନ୍ତି କି ଠାକୁର କଇଁଛ ସେଥିରେ ସେଇଥିପାଇଁ ସିନ୍ଦୁର ଦେଇକି ତାକୁ ପୂଜା ମଧ୍ୟ କରିଛନ୍ତି ଆମେ ଏବେ ଚାଲିଲୁ ପୋଖରୀ ଭିତରେ ଥିବା ମନ୍ଦିରକୁ ରାଧାକୃଷ୍ଣ ମନ୍ଦିରକୁ ସେଠି ବି ପୂଜା କରିବାକୁ ଚାଲିଲୁ ଦେଖନ୍ତୁ ପୋଖରୀ ଭିତରେ କେମିତି ମନ୍ଦିରଟି ହେଇଛି ଦେଖନ୍ତୁ ପୁରା ଭଲସେ ଆମ ନନା ଆସିଲେ ଭୋଗ ନେବେ ଭୋଗ ସରିଲା ପରେ ଭୋଗ କରିସାରିଲା ପରେ ଆସିଗଲୁ ଟିକେ ପାର୍କ ବୁଲିବା ପାଇଁ ପାର୍କ କଣ ଏମିତି ଟିକେ ଗାର୍ଡେନ ଟାଇପର ହେଇଛି ସେଠି ବି ଟିକେ ବୁଲାବୁଲି କଲୁ ଆଉ ଫଟୋ ରିଲ୍ସ ସେମିତି ସବୁ ଉଠେଇଲା ପରେ ଦେଖନ୍ତୁ କେମିତି ହେଇଛି ଆପଣ ମାନେ ଆସିଛନ୍ତି କି ନାହିଁ ନହେଲେ ନାହିଁ ଆଉ ଶୀଘ୍ର ଆସନ୍ତୁ ଆଉ ବହୁତ ସାରା ଫଟୋ ଉଠାନ୍ତୁ ଏଠି ତ ମେଳା ଲାଗୁଛି 2-3 ଦିନ ମେଳା କଣ ବହୁତ ମାନେ ଯଜ୍ଞ ଫଜ୍ଞ ହଉଛି ଆଉ ବହୁତ ସୁନ୍ଦର ଭାବେ ହୁଏ ଆରଥର ସେମିତି ପୁଅ ଜନ୍ମଦିନ ଜାନୁଆରୀ 22 ତାରିଖ ସେ ସେଇଦିନ ମାନେ ଏଇ ଦିନ ମାନେ ପଡ଼ିଥିଲା ଆମେ କେହି ଯାଇପାରିନଥିଲୁ ଆଉ ଏଥର ତ ଆମର ବର୍ଷିକିଆ ଯାଇନି ଏସବୁ ହବନି ଆଉ ଭାବୁଛି ଆମେ ବି ଯିବୁ ବୁଲାବୁଲି କରିକି ଆସିବୁ 2-3 ଦିନ ହବ ଖାଇବା ପିଇବା ସବୁ ସେଇଠି ହୁଏ ଆଉ ଦେଖନ୍ତୁ କେତେ ସୁନ୍ଦର ମାନେ ମନ୍ଦିରଟି ଆଉ ଦେଖନ୍ତୁ ଆପଣମାନେ କୋଉମାନେ ସବୁ ଯାଇଛନ୍ତି ଆଉ କେମିତି କଣ ମାନେ ଆସିଛନ୍ତି କି ନାହିଁ କାହା ଘର କହ୍ନେଇବିନ୍ଧାରେ କମେଣ୍ଟ ନିଶ୍ଚିତ ଜଣେଇବେ ତାପରେ କାମ ସରିଲା ପରେ ତାପରେ ଦେଖନ୍ତୁ ଆମେ ଚାଲିଗଲୁ ଷ୍ଟେସନାରୀ ଦୋକାନକୁ ଷ୍ଟେସନାରୀ ଦୋକାନରେ କିଛି କିଣାକଣି କରିଦେଲୁ କିଣାକଣି କରିସାରିଲା ବହୁତ ମାନେ କରିସାରିଲା ପରେ ବହୁତ ଜୋରରେ ଭୋକ ଲାଗିଲା ଟାଇମ ଆସିକି 12:30 ହେଇଥିଲା ତାପରେ ଗଲୁ କିଛି ଜଳଖିଆ କରିଦେଲୁ ଦେଖନ୍ତୁ ଆମେ ମା ପୁଅ ଏପଟେ ବସି ଯାଇଛୁ ଝିଅ ସେପଟେ ବସିଛି ଆଉ କିଛି ଖାଇଦେଲୁ ଖାଇସାରିକି ଆମେ ଘରକୁ ଫେରିଲୁ ଆପଣମାନେ କେମିତି ଅଛନ୍ତି କମେଣ୍ଟ ନିଶ୍ଚିତ ଜଣେଇବେ